Hello, my dear students. Welcome to my channel Aparajita 247. तो ମୁଁ ଆଜି ତମମାନଙ୍କୁ ଗୋଟେ ଇନଫର୍ମେସନ ଦବା ପାଇଁ ଆସିଛି କି ଆମର +2 ଲଜିକ ର ଯାହା ବି ସିଲାବସ ଅଛି ଆମର କଣ ପିଲାମାନେ ଙ୍କ ପାଇଁ ଇଂଲିଶ ରେ ପଢିବାଟା ସବୁଠି ମାନେ କଣ ଇଜିଲି ମିଳି ଯାଉଛି, ସବୁ ଟିଚର୍ସ ଇଜିଲି ପଢେଇ ଦଉଛନ୍ତି ଇଂଲିଶ, କିନ୍ତୁ ଆମର ଆଭେଲେବୁଲ ରହୁନି କୋଉଟା ନା ଓଡିଆ ଲାଙ୍ଗୁଏଜ ଟା। ସୋ ମୁଁ କଣ କରିଛି ନା ତମର ତର୍କଶାସ୍ତ୍ର ଓଡିଆ କଣ ତର୍କଶାସ୍ତ୍ର, ତ ତମର ଯାହାବି କିଛି +2 ସେକେଣ୍ଡ ଇୟର ରେ ଅଛି ଆମେ କଣ କରିବା ନା ତାକୁ ଆମର ଏଇ ଚ୍ୟାନେଲରେ କଣ ନା ଚ୍ୟାନେଲରେ ହିଁ ତାକୁ ମାନେ ଫିନିଶ କରିବା ପାଇଁ ଟ୍ରାଏ କରିବା, ପୁରା ଶେଷ କରିବା ପାଇଁ ଟ୍ରାଏ କରିବା। ଆଉ ଯୋଉଟାର ମୁଁ ନାଁ ଦେଇଛି କଣ ନା ମିଶନ ସିଲାବସ। ଓକେ, ତ ମିଶନ ସିଲାବସ ଏଥିପାଇଁ କି ଆମର ସିଲାବସ ଟା ପୁରା ସରେଇବାର ମିଶନ ରହିଛି। ତ ଆମେ ଡିସେମ୍ବର ଭିତରେ ମାନେ ନଭେମ୍ବର ଭିତରେ ଟାର୍ଗେଟ କରିବା। ଯଦି ନହେଲା ଅତି ବେଶୀରେ ମାନେ ମାକ୍ସିମମ୍ ଡିସେମ୍ବର ଯାଏଁ ଯିବ। ତା ପୂର୍ବରୁ କଣ କରିବା ନା ଆମେ ଏଇ ସିଲାବସ କୁ ସରେଇବା ପାଇଁ ଚାହିଁବା। ଆଣ୍ଡ ୟେସ୍, ମୁଁ ମାକ୍ସିମମ୍ ଗୋଟେ ୱିକରେ ମାକ୍ସିମମ୍ 3 ଦିନର କ୍ଲାସ ନେବି। ଠିକ ଅଛି, ମାକ୍ସିମମ୍ 3 ଦିନର ମିନିମମ୍ 2 ଦିନର। ଆଣ୍ଡ ଯଦି ଆମର ନଭେମ୍ବର ସୁଦ୍ଧା ମୁଁ ଦେଖିଲି କି ଆମର ଟାର୍ଗେଟେଡ ସିଲାବସ ପୁରା ଖତମ ହଉନି, ତା ଭିତରେ ମୁଁ କଣ କରିବି ନା ମୁଁ ଡେଲି ଡେଲି ଟ୍ରାଏ କରିବି କରିବା ପାଇଁ। କିନ୍ତୁ ଏଇଟା ମୁଁ ପ୍ରମିସ କରୁଛି କି ଡେଫିନାଇଟଲି ତମର ଡିସେମ୍ବର ଭିତରେ ଏ ସିଲାବସ ସରିକି ଜାନୁଆରୀ ଯୋଉ ଗୋଟେ ମାସ ରହିବ, ମାନେ ନଭେମ୍ବରରେ ମୁଁ ସରେଇବାକୁ ଟ୍ରାଏ କରିବି, ଡିସେମ୍ବରରୁ ଜାନୁଆରୀ ଭିତରେ କଣ କରିବା ନା ଗୋଟେ ରିଭିଜନ କରିବା, ଦ୍ୟାଟ ଟୁ କ୍ୱେଶ୍ଚିନ୍ ଆନ୍ସର ସହିତ। ଓକେ, ପ୍ରିଭିୟସ ଇୟର କ୍ୱେଶ୍ଚିନ୍ ରହିଲା, ତା ସାଙ୍ଗରେ ପୁଣି କଣ ନା ଯାହାବି କିଛି ତମର ରହିବ କଣ ମାନେ ନେକ୍ସଟ ପୁଣି ଅଲଗା ଯାହା ନୂଆ କ୍ୱେଶ୍ଚିନ୍ ରହିବ ସବୁ କ୍ୱେଶ୍ଚିନ୍ କରିବାକୁ ଟ୍ରାଏ କରିବା କିଛିଟା। ଆଣ୍ଡ ୟେସ୍, ତମର କଣ ନା ୟୁନିଟ 1 ରେ ତମେ ଦେଖିପାରୁଥିବ କଣ କଣ ଅଛି ନା କ୍ଲାସିଫିକେସନ ଅଫ ଇନଫରେନ୍ସ ହେଲା, କ୍ଲାସିଫିକେସନ ଅଫ ଇନଫରେନ୍ସ, କନଭର୍ଜନ, ଓଭରଜନ, categorical syllogism, structure, figure, moods, rules of syllogism, termination of valid mood। ତମର ଲାଷ୍ଟ ଇୟର ର ରୁଲ ଅନୁସାରେ କଣ ନା ୟୁନିଟ 1 ରେ ହେଲା, ୟୁନିଟ 1 ରେ ଯାହା କିଛି ବି ଅଛି ନା ଏଇଟା କଣ ହବ ନା ଆସିବ କୋଉଥିରେ ନା ତମର ଇଣ୍ଟରନାଲ ରେ ଆସିବ, ଯୋଉଟା କି କେତେ ମାର୍କ ର ନା 20 ମାର୍କ ର। ବାକି ଯୋଉ 80 ମାର୍କ ରହିଲା ସେଇଟା ତମର ଆସିବ କୋଉଠି ନା ବୋର୍ଡ ରେ। ତ ତମର ଏଇଠି ତମେ 20 ର ମାର୍କ ଏକ୍ସାମ ଦବ, ଏଠି ପୁଣି ଦବ 80 ର। ତ ତମର ଏଇ ଯୋଉ ବାକି ଯୋଉ ୟୁନିଟ 3ଟା ରହିଲା ହେଲା, ବାକି ଯୋଉ ୟୁନିଟ ଗୁଡାକ ରହିଲା ଆ ସେଗୁଡାକ କଣ ହବ ନା ଆସିବନି, ସେଟା କୁହା ହେଇଛି ରୁଲ ଅନୁସାରେ। କିନ୍ତୁ ମୁଁ ତମକୁ କହୁଛି ତମର ଯୋଉ ଦେଖ କ୍ଲାସିଫିକେସନ ଅଫ ଇନଫରେନ୍ସ, କନଭର୍ଜନ, ଓଭରଜନ ଏଇଗୁଡାକ ହଁ ଆସିବନି, ସିଓର ଏଗୁଡାକ ଆସିବନି। କିନ୍ତୁ ଏଇ ଯୋଉ କାtegୋରିକାଲ ସିଲୋଜିଜିମ ର ଷ୍ଟ୍ରକ୍ଚର ରହିଲା, ଫିଗର୍ସ ରହିଲା, କି ମୁଡସ୍ ରହିଲା, ରୁଲ୍ସ ରହିଲା ହେଲା, ଡିଟରମିନେସନ ଅଫ ଭ୍ୟାଲିଡ ମୁଡସ୍ ରହିଲା, ଏଗୁଡାକ କଣ ହବ ନା ଡେଫିନାଇଟଲି ତମର ଆସିବ କୋଉଥିରେ ନା ବୋର୍ଡ ଏକ୍ସାମ ରେ ହେଲା। ସିଏ କୁହା ହେଇଛି କି ୟୁନିଟ 1 ଆସିବ ଇଣ୍ଟରନାଲ ଏକ୍ସାମ ରେ, କିନ୍ତୁ ଫିର ବି ଯାହାବି ଏଇ ଯୋଉ କାଟାଗୋରିକାଲ ସିଲୋଜିଜିମ ର ରହିଲା ଏଗୁଡାକ ଆସିବାର ପସିବିଲିଟି 100% ଅଛି ହେଲା। ଆଉ ଇନଫାକ୍ଟ ଆସିଥିଲା ବି ଲାଷ୍ଟ ଇୟର। ପିଲା ମତେ ଲାଷ୍ଟ ଇୟର ପଚାରୁଥିଲେ କି ଏଇଟା ଆସିବ ମାନେ ଆସିବନି, ମୁଁ କହିଥିଲି ପଢ, ଫିର ବି ସେମାନେ ପଢିନଥିଲେ, ପରେ କହିଲେ କି ମ୍ୟାମ ଆମର ମନେ ପଡିଲାନି ଆମେ ଫସିଗଲୁ। ତ ସେଟା ତାଙ୍କର ଭୁଲ, ମୁଁ ତ କହିଥିଲି ପଢିବା ପାଇଁ, ସେ ପଢିବେନି, ତମେ ମାନେ ସେ ତାକୁ ଧରିକି ସେଇ ଅନୁସାରେ ପଢେଇବ। ଦେଖ ତାପରେ ସେକେଣ୍ଡ ୟୁନିଟ ରେ କଣ ନା ଏଇ ଯୋଉ କାଟାଗୋରିକାଲ ସିଲୋଜିଜିମ ରହିଲା ତାରି କିଛିଟା ଅଛି କଣ ନା ସ୍ପେଶାଲ ରୁଲ କରିକି, ସ୍ପେଶାଲ ରୁଲ୍ସ ଅଫ ଫିଗର୍ସ, ଆରିଷ୍ଟଟଲ ଡିକ୍ଟମ, ଡାଇରେକ୍ଟ ଆଣ୍ଡ ଇନଡାଇରେକ୍ଟ ରିଡକ୍ସନ, ଇଏ ହଉଛି ବେସିକାଲି କାଟାଗୋରିକାଲ ସିଲୋଜିଜିମ ର ଫୁଲ ଚାପ୍ଟର ହେଲା। ତାପରେ ଆସିଲା ସିଲୋଜିଜିମ ର ମିକ୍ସ ସିଲୋଜିଜିମ ଡିଲେମା, ଇଏ ଅଛି ସେକେଣ୍ଡ ୟୁନିଟ ରେ ହେଲା। ଆଉ କଣ ନା ଥାର୍ଡ ଯଦି ତମେ ଦେଖିବ ହଁ, ଏଇ ଯୋଉ ମିକ୍ସ ସିଲୋଜିଜିମ ଅଛି, ଏ ମିକ୍ସ ସିଲୋଜିଜିମ ର ଚାପ୍ଟର ହିଁ ହଉଛି ଡିଲେମା ହେଲା। କିଛି ସେଇଟା ଗୋଟେ ଟେନସନ ନବାର ନାହିଁ, ମୁଁ ତ ସେଗୁଡାକ ସବୁ ସରିବା ପାଇଁ ଟ୍ରାଏ କରିବି।
एंड एटा तमे देखि देथाओ तमरा आउरी यूनिट 3 रे अछि फालासिस इंडक्टिव फालासिस या भितर मोस्ट क्वेश्चन आसीबाटा आसीबो आ सबुटु बेसिक क्वेश्चन आसीबो तमरा सिलोजिज्म रो हला ତମର 1 ମାର୍କିଆ ହଉ ବା ସେ ଯାହା ବି ହଉ ଲଙ୍ଗ ଟାଇପ ହଉ କି ସର୍ଟ ଟାଇପ ହଉ ସେଗୁଡାକ ଆସେ ହେଲା ଆଉ ରହିଲା ଫାଲାସିସ୍ ଚାପ୍ଟର ବି ବହୁତ ଇମ୍ପୋର୍ଟାଣ୍ଟ ତାପରେ ରହିଲା ପ୍ରପୋଜିସନାଲ ଲଜିକ ବା ସିମ୍ବଲିକ ଲଜିକ ରୁ ବି ଡେଫିନେଟଲି କ୍वेଶ୍ଚନ ଆସିବ ହେଲା ଆସିକି ହିଁ ରହିବ ସବୁ ଗୁଡାକର ଆସୁଛି ଆକ୍ଚୁଆଲି ଓକେ ଆଉ ରହିଲା ସରି ଆଉ ରହିଲା କଣ ଏଇନା ୟୁନିଟ 4 ରେ ଅଛି ମେଥଡସ ଅଫ ଏକ୍ସପେରିମେଣ୍ଟାଲ ଏନକ୍ୱାରି 5 ମାନେ ତାପରେ ସାଇଣ୍ଟିଫିକ ଏକ୍ସପ୍ଲାନେସନ ଏଗୁଡା ବି ଆସିବ ନ୍ୟାୟ ଥିଓରି ଅଫ ନଲେଜ ଡକ୍ଟ୍ରିନ ଅଫ କର୍ମା ଏଗୁଡା ବି ଆସିବ କିନ୍ତୁ ତମେ ମାନେ ଏତେ ବି ସିରିୟସ ହେଇକିନା ମୁଁ କହିବି ହେଲା ତମର କୋଉଟା କେତେ ଇମ୍ପୋର୍ଟାଣ୍ଟ ମୁଁ ସବୁ କ୍ଲାସ ରେ ବୁଝେଇଦେବି ଭଲସେ ଆଉ ତମର ଭଲସେ ଧ୍ୟାନ ଦେଇକି ଶୁଣିବ କି ଏଇଟା ଆମ ଓଡିଆରେ କଭର କରିବା ହେଲା ଆମେ ସେଇଠି ଲଜିକ ପଢିବାନି ଆମେ ସେଇଠି ତର୍କଶାସ୍ତ୍ର ପଢିବା କ୍ଲିୟର ତ ଆମେ ପୁରା ଫାଷ୍ଟ ରୁ ଷ୍ଟାର୍ଟ କରିବା ଆଣ୍ଡ ୟେସ ଆମର ସରେଇବା କୋଉଠି ନା ପୁରା ଲାଷ୍ଟରେ ଡକ୍ଟ୍ରିନ ଅଫ କର୍ମାରେ କ୍ଲିୟର ସୋ ରେଡି ଥାଅ ଆଣ୍ଡ ୟେସ ଆଉ ଗୋଟେ କଥା ଯଦି ପିଲା ରେଗୁଲାର କ୍ଲାସ ମାନେ ନ କଲେ ଠିକ ଅଛି ମୁଁ ଏଟାକୁ ବନ୍ଦ କରିଦେବି ମତେ ଯଦି ଲାଗିଲା କୋଉଠି ନା କୋଉଠି କି ପିଲା ରେଗୁଲାର ଦେଖୁନାହାନ୍ତି ମୁଁ କରିଦଉଛି ଖାଲି ତ ସେଇଠି ମୁଁ ବନ୍ଦ କରିଦେବି ତମ ମାନଙ୍କୁ ସିରିୟସ ହେଇକିନା ଆସିବାର ଅଛି କି ପଢେଇବାର ଅଛି ତମେ ମାନେ ଯଦି ସିରିୟସ ହେଇକିନା ପଢିଲ ମୁଁ ଡେଫିନେଟଲି ଏଟାକୁ ଯାହାବି ପ୍ରୋବ୍ଲେମ ହଉ ମୋର ହେଲା ମୁଁ ଏଟାକୁ ସରେଇବି ଠିକ ଅଛି ସୋ ଆଶା କରୁଛି ସମସ୍ତେ ବୁଝି ଯାଇଥିବେ ଭଲସେ ଆଉ ଏଗୁଡାକ ଭଲସେ ଦେଖା ଯାଉଛି କି ନାଇଁ ମୁଁ କହିପାରିବିନି କିନ୍ତୁ ମୁଁ ଏଗୁଡାକ ସବୁ କଭର କରିବି ଓକେ ଡେଫିନେଟଲି ତମର ସରେଇବି ତ ଥ୍ୟାଙ୍କ ୟୁ ସୋ ମଚ୍ ଫର ୱାଚିଂ ଆଣ୍ଡ ୟେସ ତମର ଯୋଉଠି ବି ତମର ଲଜିକ ର ସାଙ୍ଗମାନେ ଅଛନ୍ତି ତମେ ମାନେ ସମସ୍ତଙ୍କୁ ମାନେ ଜଣାଅ ଏଇଟା ଆଣ୍ଡ ସେୟାର କର ସବସ୍କ୍ରାଇବ କରିଦେଇଥାଅ ତାକି ଯେତେବେଳେ ବି ମୁଁ ଭିଡିଓ ଟା ଅପଲୋଡ କରିବି ତମ ମାନଙ୍କ ପାଖରେ ପହଞ୍ଚି ପାରିବ ଏମିତି ନାଇଁ ନା ମୁଁ କୋଉ ଦିନ ପଠେଇବି ବି କିଛି ଠିକ ଠିକଣା ନାହିଁ କିନ୍ତୁ ମୁଁ ୱିକରେ 3 ଦିନ ଡେଫିନେଟଲି କରିବି ଓକେ ମୁଁ କରେ ତାପରେ ଯଦି ମତେ ସୁବିଧା ହେଲା ସେଇ ହିସାବରେ ନହେଲେ ମୁଁ କୋଉ ଦିନ କରିବି କୋଉ ବାରରେ ସେ କୋଉ ଟାଇମରେ ଅପଲୋଡ କରିବି ସେଇଟା ତମକୁ କହିଦେବି ଠିକ ଅଛି ସୋ ଆଜି ପାଇଁ ଏତିକି ଥ୍ୟାଙ୍କ ୟୁ ସୋ ମଚ୍